चलନ୍ତୁ ଶୁଣିବା ଆଜିର ଗୁରୁତ୍ୱପୂର୍ଣ୍ଣ ସୂଚନା। ଏହିଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଁ ଆମ ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍ ଓ କମେଣ୍ଟ କରନ୍ତୁ। ଚଲନ୍ତୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର 2024-25 ଓଡ଼ିଶା ସରକାରଙ୍କ ଏକ ଅଭିନବ ପ୍ରୟାସ। ବିଭିନ୍ନ ପୁରସ୍କାର ପାଇଁ 21ରୁ 30 ଡିସେମ୍ବର 24 ଥିବା ଆବେଦନ ନିର୍ଦ୍ଧାରିତ ସମୟ ସୀମା ବର୍ତ୍ତମାନ ବଢ଼ାଯାଇ 15 ଜାନୁଆରୀ 2025 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏଥିରେ ଜିଲ୍ଲା ପୁରସ୍କାର, ବ୍ଲକ ପୁରସ୍କାର, ଜିଲ୍ଲା ଓ ପ୍ରଶିକ୍ଷଣ ପୁରସ୍କାର, ପ୍ରତିଷ୍ଠାନ ପୁରସ୍କାର, ଶିକ୍ଷକ ପୁରସ୍କାର, ପ୍ରାଥମିକ ବିଦ୍ୟାଳୟ, ବ୍ଲକ ଶିକ୍ଷା ଅଧିକାରୀ ପୁରସ୍କାର, ଜିଲ୍ଲା ଅଧିକାରୀ ପୁରସ୍କାର, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପୁରସ୍କାର, ଯାହା ଆଗରୁ ଥିଲା 21 ଡିସେମ୍ବରରୁ 30, ଏବେ ଏହା ବୃଦ୍ଧି ପାଇ 1 ଜାନୁଆରୀ 15 ଜାନୁଆରୀ ପର୍ଯ୍ୟନ୍ତ 2025 ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ତେଣୁ ଆପଣମାନେ ଶୀଘ୍ର ଏହାକୁ ଆବେଦନ କରନ୍ତୁ ଏବଂ ଏହି ପୁରସ୍କାର ହାସଲ କରନ୍ତୁ। କିଭଳି ଭାବରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରକୁ ଆବେଦନ କରିବେ ତାହା ମୁଁ ଗୋଟିଏ ଭିଡ଼ିଓରେ ଆଲୋଚନା କରିଛି। ତାକୁ ଡେସ୍କ୍ରିପସନ୍ ବକ୍ସରେ ଆପଣଙ୍କୁ ଲିଙ୍କ୍ ଦେଇଦେବି, ତାହା ଆପଣ ଦେଖିବେ ଏବଂ ମୁଖ୍ୟମନ୍ତ୍ରୀ ପୁରସ୍କାରକୁ ରେଜିଷ୍ଟ୍ରେସନ୍ ଓ ଲଗ୍ଇନ୍ କରିବେ। ଚାଲନ୍ତୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଅଛି, ଶୁଣିବା। ଅବସର ଦିନ ମିଳିବ ପେନ୍ସନ୍, ସବୁ କାର୍ଯ୍ୟାଳୟରେ ଖୋଲିବ ସହାୟତା କେନ୍ଦ୍ର। ରାଜ୍ୟର ସରକାରୀ କର୍ମଚାରୀ ଅବସର ଗ୍ରହଣ କରିବା ଦିନ ହିଁ ପୂର୍ଣ୍ଣାଙ୍ଗ ପେନ୍ସନ୍ ପ୍ରଦାନ କରାଯିବ। ଏହିଭଳି କିଛି ନିୟମ କରି ଗତ 2009 ମସିହାରେ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଥିବା ସହ ବିଭିନ୍ନ ବିଭାଗକୁ ଏହା ପାଳନ କରିବାକୁ ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ରାଜ୍ୟ ସରକାର ଏହି ନିର୍ଦ୍ଦେଶ ସତ୍ତ୍ୱେ ଅନେକ ବିଭାଗ ଏହି କାର୍ଯ୍ୟ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି, ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଶାସନ ସଚିବ ମନୋଜ କୁମାର ଆହୁଜା ନଭେମ୍ବର 12ରେ ଏକ ଚିଠି ଲେଖି ସବୁ ବିଭାଗୀୟ ମୁଖ୍ୟଙ୍କ ଉପରକୁ ଉଦ୍ବେଗ ପ୍ରକାଶ କରିଥିଲେ। ଶୁକ୍ରବାର ମୁଖ୍ୟ ସଚିବ ଆହୁଜା ପୁଣି ରାଜ୍ୟ ସରକାର ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ, କମିଶନର ତଥା ଶାସନ ସଚିବ, ସମସ୍ତ ବିଭାଗୀୟ ମୁଖ୍ୟଙ୍କ ସମେତ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ନୂତନ ଚିଠିରେ ଆହୁଜା ପୁଣି ଏକ ପୁରୁଣା ନିର୍ଦ୍ଦେଶନାମାର ସଠିକ୍ ପାଳନ କରିବା ନିମନ୍ତେ ତାଗିଦ କରିଛନ୍ତି। ଶ୍ରୀ ଆହୁଜା ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ଅବସର ପରେ ସମସ୍ତ ଯୋଗ୍ୟ ସରକାରୀ କର୍ମଚାରୀଙ୍କୁ ପୂର୍ଣ୍ଣାଙ୍ଗ ପେନ୍ସନ୍ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଅଙ୍ଗୀକାରବଦ୍ଧ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ପକ୍ଷରୁ ଗତ 16 ଜାନୁଆରୀ 2023ରେ ଯୋଗ୍ୟ ସରକାରୀ କର୍ମଚାରୀଙ୍କୁ ଅବସର ଦିନ ପୂର୍ଣ୍ଣାଙ୍ଗ ପେନ୍ସନ୍ ପ୍ରଦାନ କରିବାକୁ ନିଷ୍ପତ୍ତି ସୁଗମ କରିବା ପାଇଁ ସମସ୍ତ ପେନ୍ସନ୍ ମଞ୍ଜୁର କର୍ତ୍ତୃପକ୍ଷ କାର୍ଯ୍ୟାଳୟରେ ସ୍ଥାୟୀ ସହାୟତା କେନ୍ଦ୍ର ଖୋଲିବା ପାଇଁ ମାର୍ଗଦର୍ଶିକା ଜାରି କରିଥିଲେ। କିନ୍ତୁ ଉକ୍ତ ସହାୟତା କେନ୍ଦ୍ର ମାଧ୍ୟମରେ ଆବେଦନକାରୀମାନେ ପେନ୍ସନ୍ ପାଇଁ ଆବେଦନ କରିବା ସହ ସେ ସମ୍ବନ୍ଧୀୟ ସଂଶୟ ଦୂର ପାଇଁ ସହାୟତା ନେଇପାରିବେ। ସମ୍ପୃକ୍ତ କର୍ମଚାରୀଙ୍କ ପେନ୍ସନ୍ କାଗଜ ସଠିକ୍ ସମୟରେ ସଠିକ୍ ଭାବେ ଦାଖଲ କରିବାରେ ମଧ୍ୟ ଏକ ସହାୟକ ହେବ। ଏହି ନିର୍ଦ୍ଦେଶନାମାକୁ ଆଗାମୀ 7 ଦିନ ମଧ୍ୟରେ କାର୍ଯ୍ୟକାରୀ କରି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗକୁ ଜଣାଇବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହା ଏକ ଖୁସିର ଖବର ଯେ ଆଗରୁ ଆମେ ପେନ୍ସନ୍ ଆପ୍ଲାଏ କରିବା ପାଇଁ ନାନା ଦହଗଞ୍ଜ ହେବାକୁ ପଡ଼ୁଥିଲା ଏବଂ ଅଧିକାରୀମାନଙ୍କୁ ହାତଗୁଞ୍ଜା ଦେଇ ଆମର ସର୍ବସ୍ୱାନ୍ତ କରୁଥିଲେ। ମାସ ଦୌଡ଼ିଲେ ମଧ୍ୟ ପେନ୍ସନ୍ ହେଉନଥିଲା। କିନ୍ତୁ ଏଥର ସରକାର ଆମକୁ ଏକ ସୁଯୋଗ ପ୍ରଦାନ କରିଛନ୍ତି ଯେ ପ୍ରତ୍ୟେକ ସରକାରୀ ଅଧିକାରୀର ଗୋଟିଏ ଅଫିସ୍ ଖୋଲାଯିବ। ସେହି ଅଫିସରେ ପେନ୍ସନ୍ର କାଗଜପତ୍ରଠୁ ଆରମ୍ଭ କରି ପେନ୍ସନ୍ କିଭଳି ଶୀଘ୍ର ମିଳିପାରିବ ତାର ବ୍ୟବସ୍ଥା କରାଯିବ। ଏଥିପାଇଁ ମୁଖ୍ୟ ଶାସନ ସଚିବ ଆହୁଜା ତାଙ୍କର ଏହି ନିର୍ଦ୍ଦେଶନାମାରେ 7 ଦିନ ମଧ୍ୟରେ କୈଫିୟତ ତଲବ କରିବା ପାଇଁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଧନ୍ୟବାଦ। ଜୟ ଜଗନ୍ନାଥ।